ମୁଁ ଭାବୁଥିଲି ରାଜନୀତି ବିଷୟରେ କେବେ କୌଣସି ଆଉ ମନ୍ତବ୍ୟ ଦେବି ନାହିଁ, କିନ୍ତୁ ଏବେ ଯେଉଁ ଘଟଣା ଘଟୁଛି ସେ ବିଷୟରେ ମୋତେ ଦିପଦ କହିବା ଉଚିତ। ଏବେ କିଛି ଲୋକ, କିଛି ନ୍ୟୁଜ୍ ବାଲା, କିଛି ବିଜେଡ଼ିର କିଛି ଲୋକମାନେ ଜୋରଦାରରେ ଚିଲେଇ କହୁଛନ୍ତି ଯେ ନବୀନ ପଟ୍ଟନାୟକ ଚିଠି ଦେଇଦେଲେ ୱେଷ୍ଟବେଙ୍ଗଲରୁ ଗଣ୍ଡା ଗଣ୍ଡା ଆଳୁ ଆସିକି ଏଠି ପହଞ୍ଚିଗଲା। ନବୀନ ପଟ୍ଟନାୟକ କହିବା ବହୁ ପୂର୍ବରୁ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ମହୋଦୟ ନବୀନ ଯେଉଁ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ, ମୋହନ ମାଝୀ ଫୋନ୍ ବି କରିଥିଲେ, ଅନୁରୋଧ କରିଥିଲେ, ବହୁବାର କହିଥିଲେ। ମୋର ଗୋଟେ କଥା ହେଉଛି, ଆଳୁ ତ ଏପର୍ଯ୍ୟନ୍ତ ଆସିନାହିଁ, କିନ୍ତୁ ନବୀନ ପଟ୍ଟନାୟକ ଚିଠି ଲେଖିଦେଲେ ମମତା ବାନାର୍ଜୀ ଆଳୁ ପଠାଇଦେଲା, ଏଇଟା ଡିକ୍ଲେୟାର କରୁଛନ୍ତି ଏମାନେ। ଆଚ୍ଛା, ଆନ୍ଧ୍ର ଆମର ଓଡ଼ିଶାର ମ୍ୟାକ୍ସିମମ୍ ଜାଗା ମାଡ଼ି ବସିଛି। ଯେଉଁ ଏ ବିଷୟରେ ଏବେ ବର୍ତ୍ତମାନ ଓଡ଼ିଶା ସରକାର ଆନ୍ଧ୍ର ସହିତ କଥା ହେଉଛନ୍ତି। ନବୀନ ପଟ୍ଟନାୟକ 24 ବର୍ଷ ସରକାରରେ ରହିଲେ, ଚିଠି ଲେଖିଦେଲେନି, ଆନ୍ଧ୍ର ଛାଡ଼ିକି ପଳେଇଥାନ୍ତା। ଛତିଶଗଡ଼ ମହାନଦୀ ଉପରେ ବ୍ୟାରିକେଡ୍ କରିଦେଇଛି, ପାଣି ଛାଡ଼ୁନି। ତୁମେ ବେକେ ପାଣି ଭିତରେ ପଶିକି ଆନ୍ଦୋଳନ କରୁଥିଲ, ନବୀନ ବାବୁଙ୍କୁ କହିଲେନି ଚିଠିରେ ଲେଖି ଦେଇଥାନ୍ତେ ନା? ତାହେଲେ ଚିଠି ଲେଖି ଆସୁନଥିଲା ତମେ ନା କ'ଣ? ବିଜୁ ବାବୁଙ୍କ ଡାକଟା ବିମାନ ଏତେ ଦିନ ଧରି ବାହାରେ ରହିଲା, ଓଡ଼ିଶା ଆସିପାରୁନଥିଲା। ନବୀନ ବାବୁ ଚିଠି ଲେଖିଦେଲେନି, ପଳେଇ ଆସିଥାନ୍ତା ନା? ସେତେବେଳେ ଚିଠି ଲେଖା ଆସୁନଥିଲା ତାଙ୍କୁ। ନବୀନ ବାବୁଙ୍କ ଦଳରେ ଅନେକ ନେତା ଓଡ଼ିଶାର ଲୋକମାନଙ୍କଠୁ ଚିଟ୍ ଫଣ୍ଡ ନାଁରେ ଠକେଇକି କୋଟି କୋଟି ଟଙ୍କା ନେଇଗଲେ। ତାଙ୍କୁ ନବୀନ ପଟ୍ଟନାୟକ ଚିଠି ଲେଖିଦେଲେନି, ଚିଟ୍ ଫଣ୍ଡ ହିତାଧିକାରୀ ପଇସା ପାଇଯାଇଥାନ୍ତେ। ଯେତେବେଳେ କୋଟି କୋଟି ଟଙ୍କାର କରପସନ୍ ଏଠି ଚାଲିଥିଲା, କୋଇଲାଠୁ ଆରମ୍ଭ କରି, ଖଣିଠୁ ଆରମ୍ଭ କରି, ଡାଲିଠୁ ଆରମ୍ଭ କରି ସବୁ ଖାଇଯାଉଥିଲେ, ସେଇ ମନ୍ତ୍ରୀମାନଙ୍କୁ ନବୀନ ପଟ୍ଟନାୟକ ଚିଠି ଲେଖିଦେଲେନି, ଖାଇଯାଇଥିବା ପଇସାଟା ବାନ୍ତି କରିଦେଇଥାନ୍ତେ ନା? ସେତେବେଳେ ଚିଠି ଲେଖି ଆସେ ନା? 24 ବର୍ଷ ସରକାରରେ ରହିଲ, ଗୋଟେ କୋଲ୍ଡ ଷ୍ଟୋରେଜ ତୁମେ କରିପାରିଲନି। 24 ବର୍ଷ ସରକାର ଭିତରେ ଆଳୁ ଚାଷର ଅଭିବୃଦ୍ଧି ତୁମେ କରିପାରିଲନି। ତୁମେ ଆନ୍ଧ୍ର ଉପରେ ନିର୍ଭର କରୁଛ ମାଛ ପାଇଁ, ପରିବା ପାଇଁ, ଚାଉଳ ପାଇଁ। ୱେଷ୍ଟବେଙ୍ଗଲ ଉପରେ ନିର୍ଭର କରୁଛ ପରିବା ପାଇଁ, ଆଳୁ ପାଇଁ, ପିଆଜ ପାଇଁ। ନାସିକଠୁ ପିଆଜ ଆସିବ, ଓଡ଼ିଶାରେ ଆମର ପିଆଜ ଚାଷର ବି ଅଭିବୃଦ୍ଧି ତୁମେ କରିପାରିଲ ନାହିଁ 24 ବର୍ଷ ହେଲା। 32 ବର୍ଷ ଆସିଥିବା ସରକାରକୁ ତୁମେ ପ୍ରଶ୍ନ କରୁଛ ଆଳୁ କାହିଁକି ଚାଷ କରୁନ, ଆଳୁ କାହିଁକି ହେଇପାରୁନି, ଆଳୁ ରେଟ୍ ବଢ଼ିଲା। 2 ବର୍ଷ ତଳେ ଯେତେବେଳେ ଓଡ଼ିଶାରେ ଆଳୁ କିଲୋ 60 ଟଙ୍କା ହେଇଯାଇଥିଲା, ନବୀନ ବାବୁଙ୍କୁ ଚିଠି ଲେଖି ଆସୁନଥିଲା? କାହିଁକି କୌଣସି ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେନି? କି ନିକୃଷ୍ଟ ରାଜନୀତି ତମର ଭାଇ। ନବୀନ ବାବୁ ଲେଖିଦେଲେ। ଆଚ୍ଛା, ନବୀନ ବାବୁ ଯେଉଁ ଚିଠିଟା ଲେଖିଛନ୍ତି, ସେ ଚିଠିଟା କ'ଣ ଲେଖିଛନ୍ତି, କାହାକୁ ଲେଖିଛନ୍ତି, ସେ ମ୍ୟାଟର ବିଷୟରେ ଏବେ ତାଙ୍କର ମନେ ଥିବ? ଏଇ ତ 2-4 ଦିନ ତଳ କଥା, ମନେ ଥିବ? କି ଭ୍ରାନ୍ତି ଭିତରେ ରହିছে ରେ ବାବା। ସେ ଲୋକଟାକୁ ବାଡ଼େଇ ଲୋକ ହରେଇଛନ୍ତି। ଗୋଟେ ଜାଗାରୁ 18,000 ଭୋଟରେ ସେ ହାରିଛନ୍ତି, ଆଉ ଗୋଟେ ଜାଗାରୁ 3200 ଭୋଟରେ ବାଇଚାନ୍ସ ଜିତିଛନ୍ତି, ଆଉ 2ଟା ପଞ୍ଚାୟତ ଏପଟ ସେପଟ ହେଇଯାଇଥିଲେ ହାରି ଯାଇଥାନ୍ତେ। ତମେ କହୁଛ ସେ ଲୋକ ପାଇଁ, ତମେ ସେ ଲୋକ ଚିଠି ଲେଖିଦେଲା, ହାତ ଥରୁଛି, ଚିଠି ଲେଖିଦେଲା, ମମତା ବାନାର୍ଜୀ ପଠେଇଦେଲା, ଆଳୁ ପହଞ୍ଚିନି ତ? ଏଇଟା ମୂର୍ଖ ଗୁଡ଼ା କି ଲୋକ। ଓଡ଼ିଶାରେ ଭୋଟ ଦେଇଛନ୍ତି, ପାଣ୍ଡିଆନ ବିରୁଦ୍ଧରେ ଦେଇନାହାନ୍ତି, ନବୀନ ପଟ୍ଟନାୟକ ବିରୁଦ୍ଧରେ। କାହିଁକି? 26ଟା ଜିଲ୍ଲା ନବୀନ ପଟ୍ଟନାୟକ ପ୍ରଚାର କରିବା ପାଇଁ ବୁଲିଛନ୍ତି, ତଥାପି ସେ 26ଟା ଜିଲ୍ଲାରେ ବିଜେପି ସମର୍ଥନରେ ବିଜେଡି ବିରୁଦ୍ଧରେ ବାହାରିଛି। ଅର୍ଥ ଲୋକମାନେ ନବୀନ ବିରୁଦ୍ଧରେ ଭୋଟ ଦେଇଛନ୍ତି।